ହଇରେ ପୁଅ ଏ ପର୍ଯ୍ୟନ୍ତ କଣ ଶୋଇଛୁ? ଉଠୁନୁ, ଗାଧୁଆ ପାଧୁଆ କରିକି ଯାଉନୁ। ଆମ ଗାଁ ବୁଲିକି ଭିକ ଆଣିଲା ପରେ ଆମ ମା ପୁଅ ପେଟରେ ଦାନା ପଡିବ। ପୁଅରେ ମା ମୁଁ ଆଉ ଭିକ ମାଗିବାକୁ ଯିବିନି। ଗାଁ ଲୋକ ବାର କଥା କହୁଛନ୍ତି, ନାନା ପ୍ରକାର ଗାଳି ଗୋଳ କରୁଛନ୍ତି। ବାବାରେ ତୁ ଭିକ ମାଗି ନ ଗଲେ ଆମେ ଖାଇବା କଣ ଆଉ ରହିବା କେମିତି? ମୁଁ ପର ଘର ଯାଇକି ଯୋଉ ବାସନ ମାଜିକି ପଇସା ଆଣୁଛି ସେରା ତ କଣକୁ ପାଉନି। ମୁଁ ସୁନା ପୁଅଟା, ତୁ ଭଲରେ ଯିବୁ। ହଁ ମା ମୁଁ ଯାଉଛି। ହଉ ବାପ ଯା ଯା। ମା ଭିକ ଖଣ୍ଡେ ଦିଅ ମା। ମା ଭିକ ଖଣ୍ଡେ ଦିଅ ମା। ମା ମା ଘରେ କିଏ ଅଛ? ଭିକ ଖଣ୍ଡେ ମିଳୁ ମା। ପୁଅର ତ କିଛି ଜୀବିକା ନାହିଁ। ସକାଳୁ ସକାଳୁ ପଳିଆ ଆସୁଛି। କାମ ଦାମ ସିନା କଲେ ପେଟ ପୋଷନ୍ତା, ନିତି ଖାଲି ମାଗି ଆସୁଛି ପେଟ ପୋଷିବାକୁ। ଏଥିରେ ଆମ ଗାଁ ଲୋକମାନଙ୍କୁ କହିଲେ ହବ, ଏ ପିଲାକୁ ଗାଁରୁ ଛାଡ଼ିବେ କି? ହଁ ମା ଭିକ ଦିଅ। ଭିକ ନାଇଁ 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 ସଦାବେଳେ ଟିକେ ଦବ। ଇଏ କୋଉ ସଦାବେଳେ ଆମ ଗାଁକୁ ଆସୁଛି? ହଁ ପରା, ଆମ ସଦାବେଳେ ଆସି ଖାଲି ଭିକ ମାଗି ନେଇଯାଉଛି। କଣ ଚୋରି ଫୋରି କରିକି ଆସୁନି ତ? ଚାଲ ଚାଲ ଏଇ ପିଲାଙ୍କୁ ଡାକିଆ, ତାକୁ ଯେମିତି ଗୋଡି ପଥର ମାରିକି ସେ ଯେମିତି ତାକୁ ଆମ ଆଜି ଗାଁକୁ ଗାଁକୁ ଆସିବନି। ଭୋଗ ହଁ। ଆଜି। ଏ ଆସ, ଆସ, ଆସିଲ ଆସ। ଆସିଲ ଏଠିକି ଆସିଲ। ଆସ ଆସ, ଗୋଟେ ଚୋରଟେ ଆମ ଗାଁକୁ ଆସିଛି ହାରି। କୁଆ ଗଲା ତୁ? ଗୋଡ଼ି ପଥର ଆଣ, ଗୋଡ଼ି ପଥର ଆଣ। ମାର ତାକୁ, ମାର। ନାଇଁ ନାଇଁ ଏଇ ଗାଁରେ ଆଉ ରହିହବନି। ମତେ କିଛି ଉପାୟ ବାଛିବାକୁ ପଡିବ। ମୁଁ ଯାଉଛି ଆମ ପୋଖରୀ ଆଡେ, ଯାହା ମିଳିବ ଖାଇବି। ମତେ ଗାଁ ଲୋକ ପିଟିଲେ ମୁଁ ଆଉ ଏଇ ଗାଁକୁ ଆସିବିନି। ଏତେ ସୁନ୍ଦର ପୋଖରୀ, ଯାଉଛି ଭୋକ ଲାଗିଲାଣି, ଟିକେ ପାଣି ପିଇକି ଆସେ। କଇତଳ ପାଣି ହେଇଛି, ଟିକେ ପାଣି ପିଇଦିଏ। ଖାଉ କୁରୁକୁରି ଖାଉ, ସେଉ ଖାଉ। ଆରେ ଏ ପିଲାଟା ଏତେ ଭୋକରେ ଅଛି, ଯାଏ ମୁଁ ତା ପାଇଁ କିଛି ଖାଇବା ପଠେଇଦିଏ, ନହେଲେ ଏ ପିଲାଟା ମରିଯିବ।
କ'ଣ ଅଛି ଟିକେ ଦେଖିବା। ଏ କୁରୁକୁରି ଆଉ ଭିତରେ କ'ଣ ଅଛି? ଚକୋଲେଟ୍ ଅଛି କି? ମୋ ପେଟ ପୁରିଗଲା, ଯାଉଛି ମୁଁ ମା ପାଇଁ ନେଇକି ଯିବି। ମୋ ପେଟ ଫୁଲ ହେଇଗଲାଣି, ମୋ ମା ଆସିଲେ ଖାଇବ। ଏଇ ହାଣ୍ଡିଟା ତ କ'ଣ ଥୁଆ ହେଇଛି, ଯାଉଛି ଦେଖିବି ରାଇ। ଏଠି କ'ଣ ସେଉ, ଚକୋଲେଟ୍, କୁରୁକୁରି, ବିସ୍କୁଟ ଅଛି, ଯାଉଛି ଖାଇବି। ଭଲ ତ ଲାଗୁଛି। ଏ ପୁଅ, ଏଇ ସୁଆଦିଆ ଖାଦ୍ୟ ତୁ କୋଉଠାରୁ ଆଣିଲୁ? ମା, ଭିକ ମାଗିବାକୁ ଯାଇଥିଲି, ଗାଁ ଲୋକମାନେ ଭିକ ନ ଦେଇକି ତଡ଼ି ଦେଲେ। ପୋଖରୀକି ଯାଇକି ପାଣି ପିଉଥିଲି, ଏ ହାଣ୍ଡିଟା ଭାସି ଭାସି ଆସିଲା। ଏ ହାଣ୍ଡି ଭିତରେ ଦେଖିଲା ଆସିକି ବହୁତ ଖାଇବା ଥିଲା। ହଉ ପୁଅ, ତୁ ଏମିତି ସେଇଠିକି ସଦାବେଳେ ଯାଇକି ସ୍ୱାଦିଷ୍ଟ ଖାଇବା ଆଣିବୁ। ଆଉ ଆମ 2 ଜଣକୁ କାମ କରିବାକୁ ଯିବନି, ଆମେ ଏଇଠିରେ ସଦାବେଳେ ବସିକି ଖାଇବା। ହଉ ଠିକ ଅଛି, କାଲିଠାରୁ ମୁଁ ଏମିତି କରିବି। ମୁଁ ସଦାବେଳେ ଖାଉଥିଲି, ମୋ ମା ବି ଖାଉଥିଲା। ମୁଁ ମାଡ଼ ଖାଇଲି, ମୋ ମା ବି ମାଡ଼ ଖାଇବ। ହଉ, ମୁଁ ଏଥର ଯାଉଛି ଶୋଇ ପଡ଼ିବି। ଆରେ ବାଃ, ପୁଅ ଆଜି ପୁଣି ଖାଇବା ଧରିକି ଆସିଛି। ଯାଉଛି ମୁଁ ଦେଖିବି ଭିତରେ କ'ଣ ଖାଇବା ଅଛି। ମତେ ତ ପ୍ରବଳ ଭୋକ ଲାଗିଲାଣି। ଏ ପୁଅ, ଉଠିଲୁ ଉଠିଲୁ। ଏଇ ହାଣ୍ଡି ଭିତରେ କ'ଣ ଏତେ ମାଡ଼ ଅଛି? ମୁଁ ମାଡ଼ ଖାଇଲି, ତୁ ମାଡ଼ ଖାଇବୁନୁ? ହଉ ଠିକ ଅଛି ରେ ପୁଅ, ଏଇ ହାଣ୍ଡିଟାକୁ ଆମେ ଅଳିଆ ଗଦାରେ ଥୋଇ ଦେଇକି ଆସିବା। जोर